କ୍ଷୀରି ସେ ବାହାଘର ହଉ କିମ୍ବା ବ୍ରତଘର କିମ୍ବା ଅନ୍ୟ କୌଣସି ପର୍ବପର୍ବାଣି ସବୁଥିରେ ଏଇ କ୍ଷୀରି ଲୋଡ଼ା। କାହିଁକି ନା ଏଇଟା ସମସ୍ତଙ୍କର ପସନ୍ଦ। ଆଜି ଆମେ ମାତ୍ର 2 ମୁଠା ଚାଉଳ, କ୍ଷୀର ଆଉ ଚିନିରେ ହିଁ ଏକଦମ ରବଡ଼ି ବାଲା କ୍ଷୀରି ବନେଇବା। ସେଥିପାଇଁ ଆପଣଙ୍କୁ ମାର୍କେଟରୁ କୌଣସି ମିଲ୍କ ମେଡ୍, ଖୋୟା କିମ୍ବା ମିଲ୍କ ପାଉଡ଼ର କିଣିବାକୁ ଜମା ବି ପଡ଼ିବନି। ଆପଣ ଭିଡ଼ିଓରେ କ୍ଷୀରିର କନସିଷ୍ଟେନ୍ସି ତ ଦେଖି ହିଁ ପାରୁଥିବେ, ଏକଦମ ପରଫେକ୍ଟ। ଭିନ୍ନ ଏକ ଷ୍ଟାଇଲରେ ଆଜି ଆମେ କ୍ଷୀରି ବନେଇବା। ପରଫେକ୍ଟ କ୍ଷୀରି ବନେଇବା ପାଇଁ ସବୁ ଛୋଟ ଛୋଟ ଟିପ୍ସ ମୁଁ ସେୟାର କରିଛି, ସେଥିପାଇଁ ପୁରା ଭିଡ଼ିଓ ଦେଖିବେ। ନମସ୍କାର, ତୃପ୍ତି ଭୋଜନ ଚ୍ୟାନେଲକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଚାଲନ୍ତୁ ଆରମ୍ଭ କରିବା ରେସିପି। ତ ପ୍ରଥମେ ଏଠି ମୁଁ ଅଧା କପ୍ ଅରୁଆ ଚାଉଳ ନେଇଛି। ଆପଣ ଯେକୌଣସି ଅରୁଆ ଚାଉଳ ଯେଉଁଟା ଆପଣଙ୍କ ଘରେ ଅଛି ଆପଣ ନେଇପାରିବେ, ହେଲେ ଧ୍ୟାନ ରଖିବେ ଯେମିତି ଚାଉଳ ଗୁଡ଼ା ଛୋଟ ଥିବ। ଛୋଟ ଦାନାବାଲା ଚାଉଳ ନେଲେ କ୍ଷୀରି ଏକଦମ ବଢ଼ିଆ ବନିବ। ନହେଲେ ତ ଆପଣ ମାର୍କେଟରେ ମିଳୁଥିବା କ୍ଷୀରି ଚାଉଳ କିମ୍ବା ଗୋବିନ୍ଦ ଭୋଗ ଚାଉଳ ମଧ୍ୟ ନେଇପାରିବେ। ଏବେ ଆମେ କ'ଣ କରିବା ନା, ଯେଉଁ ଚାଉଳ ଆମେ ନେଇଛେ ତାକୁ ଆମେ 3ରୁ 4 ଥର ଭଲ ଭାବରେ ପାଣିରେ ସଫା କରିବା। ଦେଖନ୍ତୁ, ଏଇଠି ମୁଁ 3ରୁ 4 ଥର ଚାଉଳକୁ ଭଲ ଭାବରେ ସଫା କରି ନେଇଛି। ଏବେ ଆମେ ଯିବା ନେକ୍ସଟ ପ୍ରୋସେସକୁ। ଏବେ ଆମେ ଚାଉଳକୁ ପାଣିରୁ ଛାଣି ନେବା। ମୁଁ ସେଥିପାଇଁ ଷ୍ଟ୍ରେନର ୟୁଜ୍ କରିଛି। ଚାଉଳକୁ ଛାଣି ସାରିଲା ପରେ ଆମେ ଆକୁ ସାଇଡ଼ରେ ରଖିଦେବା ଆଉ ଯିବା ଆମର ନେକ୍ସଟ ପ୍ରୋସେସକୁ। ଏବେ ଆମେ ଯେଉଁଥିରେ କ୍ଷୀରି ବନେଇବା ସେଇଟା ଗ୍ୟାସ୍ ଉପରେ ରଖିଦେବା। ମୁଁ ଆଜି କ୍ଷୀରି ତସଲାରେ ବନେଇବି ଆଉ ଆପଣଙ୍କୁ ମଧ୍ୟ ସଜେଷ୍ଟ କରିବି ଆପଣ ଯେଉଁଥିରେ ବି ବନାଉଛନ୍ତି ସେ ଜାଗାଟା ଟିକେ ମୋଟା ହେବା ଦରକାର, ଯାହାଦ୍ୱାରା କ୍ଷୀରି ସେଥିରେ ଜଲ୍ଦି ଲାଗିବନି। ତ ଆମେ ଗ୍ୟାସ୍ର ଫ୍ଲେମ୍କୁ ଅନ୍ କରି 3 ଚାମଚ ଗୁଆ ଘିଅ ପକାଇବା। ଘିଅ ଗରମ ହେଇଗଲେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋ କରିଦେବା। ତାପରେ ଆମେ ଏଠି ଡ୍ରାଏ ଫ୍ରୁଟ୍ସ ଭାଜିବା। ଡ୍ରାଏ ଫ୍ରୁଟ୍ସରେ ପ୍ରଥମେ ମୁଁ 8-10ଟା କାଜୁ ନେଇଛି। ଲୋ ଫ୍ଲେମ୍ରେ କାଜୁ ସ୍ଲାଇଡ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଆମେ କାଜୁକୁ ଭାଜିବା। ଆପଣ ଏଥିରେ ଯେକୌଣସି ଡ୍ରାଏ ଫ୍ରୁଟ୍ ନେଇପାରିବେ। ଦେଖିପାରୁଥିବେ କାଜୁ ଆମର ସ୍ଲାଇଡ୍ ବ୍ରାଉନ୍ ହେଇଯାଇଛି। ତ ଏବେ ଆମେ ଆକୁ ପ୍ଲେଟ୍କୁ କାଢ଼ି ନେବା। ଆଉ ଏଇଠି ପକାଇବା 2 ବଡ଼ ଚାମଚ କିସମିସ୍ ଆଉ ତାକୁ ମାତ୍ର 1 ମିନିଟ୍ ହିଁ ଆମେ ଭାଜିବା। ଆଉ ଧ୍ୟାନ ରଖିବେ କିସମିସ୍କୁ ସବୁବେଳେ ଲୋ ଫ୍ଲେମ୍ରେ ହିଁ ଭାଜିବେ, ନହେଲେ କିସମିସ୍ ଯଦି ପୋଡ଼ିଯିବ ତାହେଲେ ପିତା ଲାଗିବ। ତ ଏଇଠି ଆମେ ଭଜା କିସମିସ୍କୁ ମଧ୍ୟ କାଢ଼ି ନେଇଛେ। ଏବେ ସେଇ ବଞ୍ଚିଥିବା ଗରମ ଘିଅରେ ଆମେ 1 ବଡ଼ ଚାମଚ ଚିନି ଦେବା। ଏଇଠି ଆମେ କ୍ୟାରାମେଲାଇଜ୍ କରିବା ଚିନିକୁ। ଏଇଠି ଆପଣ ଫ୍ଲେମ୍କୁ ଲୋ ମିଡ଼ିୟମରେ ରଖିବେ, ହାଇ ଫ୍ଲେମ୍ରେ ଜମା ବି ରଖିବେନି, କାହିଁକିନା ଯଦି ଚିନି ପୋଡ଼ିଯିବ ତାହେଲେ ସବୁ ବେକାର ହେଇଯିବ, ପୁରା କ୍ଷୀରି ପିତା ଲାଗିବ। ଚିନି ଆପଣ କଣ୍ଟିନ୍ୟୁଅସଲି ଚଲାଉଥିବେ ଯେପର୍ଯ୍ୟନ୍ତ ଚିନି ମେଲ୍ଟ ହେଇକି ତା ଉପରୁ ବବଲ୍ସ ନ ଆସିଛି, ଆମେ ସେ ପର୍ଯ୍ୟନ୍ତ ୟାକୁ ଚଲାଉଥିବା ପୁରା କଣ୍ଟିନ୍ୟୁଅସଲି। ତ ଏଠି ଦେଖିପାରୁଥିବେ ଚିନିରେ ବବଲ୍ସ ଆସିଲାଣି। ତ ଆମେ ଏବେ ଅଧା ଛୋଟ ଚାମଚ ଗୋଲମରିଚ, ଅଧା ଛୋଟ ଚାମଚ ଛେଚା ଗୁଜୁରାତି, 3-4ଟି ତେଜପତ୍ର ଦେଇ କ୍ୟାରାମେଲ ସହିତ ଭଲ ଭାବରେ ମିକ୍ସ କରି ନେବା। ତାପରେ ଆଉ ଡେରି ନକରି ଚାଉଳକୁ ଦେଇଦେବା। ଚାଉଳ ଦେଇ ସାରିଲା ପରେ ଆମେ 2ରୁ 3 ମିନିଟ୍ ମିଡ଼ିୟମ୍ ଫ୍ଲେମ୍ରେ ଭାଜିବା। ଚାଉଳକୁ ବେଶୀ ମଧ୍ୟ ଭାଜିବେନି, ନହେଲେ ଚାଉଳ ସିଝିବା ପାଇଁ ଟାଇମ୍ ଲାଗିବ। ତ ଏବେ ପାଣି ଦେବା ଆମେ। ମୁଁ ଏଠି ଅଧା କପ୍ ଚାଉଳ ପାଇଁ 2 କପ୍ ପାଣି ଦେଉଛି। ଆପଣ ଚାଉଳର କ୍ୱାଲିଟି ଆଉ କ୍ୱାଣ୍ଟିଟି ଦେଖି ପାଣି ଦେବେ। ପାଣି ଟିକେ ଅଧିକା ହେଇଗଲେ ବି ଚଳିବ, କିଛି ଅସୁବିଧା ହେବନି। ତ ଆମେ ଯେହେତୁ ଏଠି ମିଠା ବନାଉଛେ ତ ଟେଷ୍ଟକୁ ବାଲାନ୍ସ କରିବା ପାଇଁ ଆମେ 1 ଛୋଟ ଚାମଚ ଲୁଣ ଦେବା। ବେଶୀ ଲୁଣ ମଧ୍ୟ ଦେଇଦେବେନି। ଏବେ ଆମେ ୟାକୁ କଭର କରିକି 10ରୁ 15 ମିନିଟ୍ ଛାଡ଼ିଦେବା। ମାନେ ଚାଉଳ ସିଝିବା ପର୍ଯ୍ୟନ୍ତ ଆମେ ୟାକୁ କଭର କରିକି କୁକ୍ କରିବା। ଏଠି 10-15 ମିନିଟ୍ ହେଇଗଲାଣି। ତ ଆମେ ଏବେ କଭର କାଢ଼ି ନେବା। ଏଇଠି ଦେଖିପାରୁଥିବେ ଆମର ଚାଉଳ ମଧ୍ୟ ଭଲ ଭାବରେ କୁକ୍ ହେଇସାରିଛି। ଏବେ ଆମେ ଏଥିରେ କ୍ଷୀର ଦେବା। ଏଇଠି ମୁଁ 2 ଲିଟର କ୍ଷୀର ୟୁଜ୍ କରୁଛି। ଏଇଠି ମୁଁ ପ୍ୟାକେଟ୍ ବାଲା ଫୁଲ୍ ଫ୍ୟାଟ୍ କ୍ଷୀର ୟୁଜ୍ କରିଛି। ଆପଣ ବେଶୀ ପତଳା ବାଲା କ୍ଷୀର ୟୁଜ୍ କରିବେନି, ଟିକେ ମୋଟା କ୍ଷୀର ହିଁ ୟୁଜ୍ କରିବେ। କ୍ଷୀର ଦେଇ ସାରିଲା ପରେ ଆମେ ଚାଉଳ ସହିତ କ୍ଷୀରକୁ ମିକ୍ସ କରି ନେବା ଆଉ ହାଇ ଫ୍ଲେମ୍ରେ କ୍ଷୀରକୁ ଫୁଟିବା ପାଇଁ ଦେବା। ଏଇଠି କ୍ଷୀର ଫୁଟି ଆସିଲାଣି। ଏଇ ଟାଇମ୍ରେ ଧ୍ୟାନ ରଖିବେ କ୍ଷୀର ଉତୁରି ପାରେ। ଆପଣ କଣ୍ଟିନ୍ୟୁଅସଲି ଚଲାଉଥିବେ, ନହେଲେ ତଳୁ ଲାଗିଯିବ। ଏଇଠି ଦେଖନ୍ତୁ ସାଇଡ଼୍ରେ ଯେଉଁ ଏଗୁଡ଼ା ଲାଗିଛି ଏଗୁଡ଼ାକୁ ରାମ୍ପିକି ଆପଣ କାଢ଼ି ନେବେ। ଏଇଟା କ୍ଷୀରିକୁ ଆମର ଆହୁରି କ୍ରିମି ବନେଇବ। ଆଉ ତଳୁ ମଧ୍ୟ ଭଲ ଭାବରେ ଚଲାଉଥିବେ। ଏବେ ଆମେ ୟାକୁ ମିଡ଼ିୟମ୍ ହାଇ ଫ୍ଲେମ୍ରେ 45 ମିନିଟ୍ରୁ ଘଣ୍ଟେ ପର୍ଯ୍ୟନ୍ତ ଫୁଟିବା ପାଇଁ ଦେବା। ଆଉ ଧ୍ୟାନ ରଖିକି ମଝିରେ ମଝିରେ ସାଇଡ଼୍ ଆଉ ତଳୁ ଚଲାଉଥିବେ। ଦେଖନ୍ତୁ ଏଠି 25 ମିନିଟ୍ ହେଇଗଲାଣି
ଆଉ କ୍ଷୀରର ମାତ୍ରା ମଧ୍ୟ କେତେ କମିଗଲାଣି। ଏଇଠି ଦେଖନ୍ତୁ 45 ମିନିଟ୍ ହେଇଗଲାଣି ଆଉ କ୍ଷୀରି ମଧ୍ୟ କେତେ କମ୍ ହେଇଗଲାଣି, ପୁରା ଅଧା ହେଇଯାଇଛି ତା'ର କ୍ୱାଣ୍ଟିଟିର। ଏବେ ଏଇଠି ଆମେ ଚିନି ଦେବା। ମୁଁ ଏଠି 1 କପ୍ ଚିନି ନେଇଛି। ଆପଣଙ୍କୁ ଯେତିକି ମିଠା ପସନ୍ଦ ଆପଣ ଚିନି ତା ହିସାବରେ କମ୍ କିମ୍ବା ଅଧିକା ନେଇପାରିବେ। ଚିନିକୁ ଭଲ ଭାବରେ ଆମେ ମିକ୍ସ କରିନେବା। ଆଉ ଆପଣ ନୋଟିସ୍ କରିବେ ଚିନି ପକାଇ ସାରିଲା ପରେ କ୍ଷୀରି ଆଉ ଟିକେ ପାଣିଆ ଦେଖାଯିବ। ସେଥିପାଇଁ ଆମେ ଆଉ 15 ମିନିଟ୍ ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ୟାକୁ କୁକ୍ କରିବା। ଏବେ ମୁଁ ଆପଣଙ୍କୁ ରବଡ଼ିବାଲା କ୍ଷୀରିର ସିକ୍ରେଟ୍ ଟିପ୍ସ କହିବି, ଯେଉଁଟାକି ଭୋଜିରେ ହୁଏ। ଆପଣ ଏଇଭଳିଆ ଗୋଟେ ନେବେ ଆଉ କ୍ଷୀରିରେ ଭଲ ଭାବରେ ଚଲେଇବେ। ୟା ଦ୍ୱାରା କ'ଣ ହେବ ନା ଆମର ଚାଉଳ ଗୁଡ଼ା ଗୁଣ୍ଡ ହେଇଯିବ ଆଉ କ୍ଷୀରି ବି ମୋଟା ଆଉ କ୍ରିମି ବନିବ। ଆପଣ ଏଇଭଳି ଥରେ ମୋ ପ୍ରୋସେସ୍ରେ ବନେଇ ଦେଖନ୍ତୁ। ଆଉ ମୋର ଗୋଟେ କ୍ୱେଶ୍ଚନ୍ ଅଛି, ଆପଣ ମୋ ଭିଡ଼ିଓ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ କରି ଜଣାଇବେ। ଆଉ ଯଦି ମୋ ଭିଡ଼ିଓ ଭଲ ଲାଗୁଥାଏ ତାହେଲେ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଜ ରିଲେଟିଭ୍ସଙ୍କ ସହିତ ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏବେ ଆମେ କ୍ଷୀରିକୁ ତ ଘାଣ୍ଟି ସାରିଲେ, ମୁଁ ଆପଣଙ୍କୁ ୟାର କନସିଷ୍ଟେନ୍ସି ଦେଖାଇ ଦେଉଛି। ଦେଖୁଛନ୍ତି ନା କେତେ କ୍ରିମି ଦେଖାଯାଉଛି, ସେଟା ବି ବିନା ଖୋୟା ଆଉ ମିଲ୍କ ମେଡ଼୍ରେ। ଏମିତି ଯେବେ କ୍ଷୀର ଆଉ ଚାଉଳର ମିଶାମିଶି କନସିଷ୍ଟେନ୍ସି ଦେଖିବେ ନା, ସେତେବେଳେ ଜାଣିବେ କ୍ଷୀରି ରେଡ଼ି ହେଇଯାଇଛି। ଏବେ ଆମେ ଭାଜି ରଖିଥିବା ଡ୍ରାଇ ଫ୍ରୁଟ୍ସ ମାନେ କାଜୁ ଆଉ କିସମିସକୁ ପକାଇଦେବା। କାଜୁ କିସମିସ ପକାଇ ସାରିଲା ପରେ ଟିକେ ଘାଣ୍ଟି ନେବେ, ଯାହାଦ୍ୱାରା ସେଗୁଡ଼ା ତଳେ ବସିକି ରହିବନି। ଏବେ ଆମେ ଆଉ 15 ମିନିଟ୍ ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ୟାକୁ ଫୁଟାଇବା। ଦେଖନ୍ତୁ ଏଠି 15 ମିନିଟ୍ ହେଇଯାଇଛି ଆଉ କ୍ଷୀରିର କ୍ୱାଣ୍ଟିଟି ଆପଣ ଦେଖିପାରୁଥିବେ ଅଧାରୁ କମ୍ ହେଇଯାଇଛି। ଆଉ କ୍ଷୀରିର କନସିଷ୍ଟେନ୍ସି ଦେଖୁଛନ୍ତି ନା, ଏକଦମ କ୍ରିମି ଆଉ ରବଡ଼ିବାଲା। ଆପଣଙ୍କୁ ଯଦି ଆଉ ମୋଟା ଦରକାର ଆପଣ ଆଉ 15-20 ମିନିଟ୍ ପର୍ଯ୍ୟନ୍ତ ମଧ୍ୟ ଫୁଟାଇ ପାରିବେ। ମୁଁ ଏତିକିରେ କାଢ଼ି ନେଉଛି, କାହିଁକିନା କ୍ଷୀରି ଏମିତିରେ ରହିଲେ ବି ବସିଯିବ। ତ ଏଇଠି ମୁଁ ଗୋଟେ ସର୍ଭିଂ ବାଉଲ୍କୁ କ୍ଷୀରି ସର୍ଭ କରି ନେଉଛି। ତ ଆପଣ ଦେଖିଲେ ନା, ବିନା ଖୋୟା, ବିନା ମିଲ୍କ ମେଡ଼୍ ଆଉ ବିନା ମିଲ୍କ ପାଉଡ଼ରରେ କେତେ ସୁନ୍ଦର କ୍ଷୀରି ବନିକି ରେଡ଼ି ହେଇଛି ଆମର। ତ ଆପଣଙ୍କୁ ଯେବେ ବି ଘରେ ଇଚ୍ଛା ହୁଏ କ୍ଷୀରି ଖାଇବା ପାଇଁ, ଆପଣ ଏଇଭଳିଆ ବନେଇକି ଖାଇପାରିବେ। ମୋ ଷ୍ଟାଇଲ୍ରେ ଥରେ କ୍ଷୀରି ବନେଇ ଦେଖନ୍ତୁ ଆଉ କେମିତି ଲାଗିଲା ମୋତେ ନିଶ୍ଚୟ ଜଣାଇବେ। ଯଦି ଭିଡ଼ିଓ ଭଲ ଲାଗିଥାଏ ତ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ ଆଉ ନିଜ ରିଲେଟିଭ୍ସଙ୍କ ସହିତ ସେୟାର ମଧ୍ୟ କରନ୍ତୁ। ଆଜି ପାଇଁ ଏତିକି। ଆଉ ଥରେ ଆସିବି ଆଉ ଗୋଟେ ନୂଆ ରେସିପି ସହିତ। ସେଥି ପର୍ଯ୍ୟନ୍ତ ରହୁଛି। ନମସ୍କାର।